ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମ ବିଭାଗଶଃ ତସ୍ୟ କର୍ତ୍ତାରମପି ମାଂ ବିଦ୍ୟ କର୍ତ୍ତାରମ ବ୍ୟୟମ୍। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଏହି ଚାରି ବର୍ଣ୍ଣର ସମୂହ ଗୁଣ ଓ କର୍ମର ବିଭାଗ ପୂର୍ବକ ମୋ ଦ୍ୱାରା ରଚିତ ହୋଇଛି। ଏହିପରି ଭାବରେ ମୁଁ ସେହି ସୃଷ୍ଟି ରଚନାଦି କର୍ମର କର୍ତ୍ତା ହୋଇଥିଲେ ମଧ୍ୟ ତୁମେ ମୋତେ ଅର୍ଥାତ୍ ଅବିନାଶୀ ପରମେଶ୍ୱରଙ୍କୁ ବସ୍ତୁତଃ ଅକର୍ତ୍ତା ବୋଲି ହିଁ ଜାଣ। ପ୍ରଶ୍ନ ହେଲା, ଗୁଣକର୍ମ କ'ଣ ଏବଂ ତାହାର ବିଭାଗ ପୂର୍ବକ ଭଗବାନଙ୍କ ଦ୍ୱାରା ଚାରି ବର୍ଣ୍ଣର ସମୂହ ରଚିତ ହୋଇଛି, ଏହାର ଅଭିପ୍ରାୟ କ'ଣ? ଉତ୍ତର, ଅନାଦି କାଳରୁ ଜୀବମାନଙ୍କର ଜନ୍ମ ଜନ୍ମାନ୍ତରରେ ଯେଉଁ ସବୁ କର୍ମ କରାହୋଇ ରହିଛି, ଯେଉଁ କର୍ମମାନଙ୍କର ଫଳ ଭୋଗ ହୋଇନାହିଁ, ସେସବୁ ଅନୁସାରେ ସେହି କର୍ମମାନଙ୍କ ଭିତରେ ଯଥାଯୋଗ୍ୟ ସତ୍ତ୍ୱ, ରଜ ଓ ତମ ଗୁଣର ନ୍ୟୁନାଧିକ୍ୟ ହୋଇଥାଏ। ସୃଷ୍ଟି ରଚନା ସମୟରେ ମନୁଷ୍ୟମାନଙ୍କୁ ନିର୍ମାଣ କଲାବେଳେ ଭଗବାନ ସେହି ଗୁଣ ଓ କର୍ମ ଅନୁସାରେ ସେମାନଙ୍କୁ ବ୍ରାହ୍ମଣାଦି ବର୍ଣ୍ଣରେ ଉତ୍ପନ୍ନ କରନ୍ତି। ଅର୍ଥାତ୍ ଯେଉଁମାନଙ୍କଠାରେ ସତ୍ୱଗୁଣ ଅଧିକ ଥାଏ ସେମାନଙ୍କୁ ବ୍ରାହ୍ମଣ କରି, ଯେଉଁମାନଙ୍କଠାରେ ସତ୍ୱ ମିଶ୍ରିତ ରଜଗୁଣ ଅଧିକ ଥାଏ ସେମାନଙ୍କୁ କ୍ଷତ୍ରିୟ କରି, ଯେଉଁମାନଙ୍କଠାରେ ତମ ମିଶ୍ରିତ ରଜଗୁଣ ଅଧିକ ଥାଏ ସେମାନଙ୍କୁ ବୈଶ୍ୟ କରି ଏବଂ ଯେଉଁମାନଙ୍କର ରଜ ମିଶ୍ରିତ ତମଃ ପ୍ରଧାନ ଗୁଣ ଥାଏ ସେମାନଙ୍କୁ ଶୂଦ୍ର କରି ଉତ୍ପନ୍ନ କରନ୍ତି। ଏହିପରି ରଚିତ ବର୍ଣ୍ଣମାନଙ୍କ ପାଇଁ ସେମାନଙ୍କର ସ୍ୱଭାବ ଅନୁସାରେ ପୃଥକ ପୃଥକ କର୍ମ ମଧ୍ୟ ଭଗବାନ ବିଧାନ କରିଦିଅନ୍ତି। ଅର୍ଥାତ୍ ବ୍ରାହ୍ମଣ ସମଦମାଦି କର୍ମମାନଙ୍କରେ ରତ ହୁଅନ୍ତୁ, କ୍ଷତ୍ରିୟଙ୍କଠାରେ ଶୌର୍ଯ୍ୟ, ତେଜ ଆଦି ଗୁଣ ରହୁ, ବୈଶ୍ୟ କୃଷି ଗୋ ରକ୍ଷାରେ ଲାଗି ରୁହନ୍ତୁ ଏବଂ ଶୂଦ୍ର ସେବାପରାୟଣ ହୁଅନ୍ତୁ ବୋଲି କୁହାଯାଇଛି। ଭଗବାନଙ୍କ ଦ୍ୱାରା ଏହିପରି ଭାବରେ ଗୁଣ କର୍ମ ବିଭାଗ ପୂର୍ବକ ଚତୁର୍ବର୍ଣ୍ଣର ରଚନା ହୋଇଥାଏ। ଏହି ବ୍ୟବସ୍ଥା ଜଗତରେ ଚିରକାଳ ଚାଲି ଆସିଛି। ଯେ ପର୍ଯ୍ୟନ୍ତ ବର୍ଣ୍ଣ ଶୁଦ୍ଧି ପ୍ରଚଳିତ ରହିଥାଏ, ଏକା ବର୍ଣ୍ଣର ସ୍ତ୍ରୀ ପୁରୁଷଙ୍କ ସଂଯୋଗରେ ସନ୍ତାନ ଉତ୍ପତ୍ତି ହେଉଥାନ୍ତି, ବିଭିନ୍ନ ବର୍ଣ୍ଣର ସ୍ତ୍ରୀ ପୁରୁଷଙ୍କ ସଂଯୋଗ ନ ଘଟି ବର୍ଣ୍ଣ ସଂକରତା ଆସି ନଥାଏ, ସେ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାରେ କୌଣସି ବ୍ୟତିକ୍ରମ ଘଟେ ନାହିଁ। କିଛି ବ୍ୟତିକ୍ରମ ଘଟିଗଲେ ମଧ୍ୟ ବର୍ଣ୍ଣ ବ୍ୟବସ୍ଥା ନ୍ୟୁନାଧିକ ରୂପରେ ରହିଥାଏ।